ମୁଁ 80 ବର୍ଷରେ ଏପର୍ଯ୍ୟନ୍ତ ଚାଷକୁ ଯାଉଛି। ଆମେ ବାହାର ଦେଶକୁ ବର୍ଜନ କରିବା, ବାହାର ଦେଶକୁ ଗ୍ରହଣ କରିବା ନାହିଁ, ସ୍ୱଦେଶରେ ତିଆରି କରୁଥିବା। କ'ଣ ହେଲା? ଯୋଉ ମହାତ୍ମା ଗାନ୍ଧୀ 1947 ମସିହାରେ ଭାରତ ସ୍ୱାଧୀନ କଲେ, ତାଙ୍କର ଶେଷର ପରିଣତି କ'ଣ ହେଲା? ତାଙ୍କୁ ଗୁଳି କରିକି ମରା ହେଇଗଲା। ସ୍ୱାର୍ଥ। ଆମେ ଭଲ କାମ କରିବା ପଛରେ ଯୋଉମାନଙ୍କର ସ୍ୱାର୍ଥରେ ବାଧା ଅଛି, ସେମାନେ ଭିତରେ ରହିକି କିଛି କରିବେ, ଯାହାଦ୍ୱାରା କି ତମ ପଛରେ ଲଗେଇଦେବେ। ଆଜି ଦେଖନ୍ତୁ ବରିଗଡ଼େ ଆମେ ଯାଇପାରୁନଛୁ ରାତି ଅଧରେ, ଗୋଟେ ପ୍ରସବୀ ହଉ, ଯେ ଦେହ ଅସୁସ୍ଥ ହଉ, ବିଞ୍ଝାରପୁର କିମ୍ବା ବରି। ଆମର ବିଞ୍ଝାରପୁର ବେଶୀ ଗତାଗତ ଥିଲା। ବରିଗଡ଼େ ଯାହା ହଉ, ଯୋଉ ସରକାର ଆସନ୍ତୁ, ବିଜେଡି ସରକାର ସମୟରେ ଯାହା କିଛି ଏଠି ଫଳ ଭାଇ ସବୁ ହେଇଗଲା। ଆଜି ବିଞ୍ଝାରପୁରକୁ ମୁଁ କାଲି ମୋ ଦେହ ଅସୁସ୍ଥ, 7 ଥର ଅପରେସନ, ହାର୍ଟ ପ୍ରୋବ୍ଲେମ, ତଥାପି ଥଣ୍ଡା ଧରିଲା, ମୁଁ ପଳେଇଲି କାଲି ଟାଉନ। 9ଟା ବେଳେ ଯୋଉ ବ୍ୟସ୍ତରେ ଆସିଲି, ଘାଟ ବନ୍ଦ, ଗୋଟେ ଭୁଟି ଭୁଟିକି ଅଧିକା ପଇସା ଦେବି, ମତେ ପାର କରିଦିଅ, ମୁଁ ମୋଟରସାଇକେଲ ଯିବି। এই তো কোন সহযোগ କରାଯିବ? ଯୋଉମାନଙ୍କର ଉଦ୍ଦେଶ୍ୟ ସଫଳ, ଯେ ଭାରତ ବର୍ଷକୁ ସ୍ୱାଧୀନ ହେଲା ପରେ ତାଙ୍କ ପଛରେ ଆଉ କିଛି ଲୋକ ଅଛନ୍ତି ଯେ କି ବୁଡ଼ିକି ରହୁଛନ୍ତି, କରେଇ ଦେଉନାହାନ୍ତି। ଏଇ ନିମେ ବାବୁ, ମୁଁ ତାଙ୍କର ପ୍ରେରଣାରେ 10 ଥର ନବନିର୍ମାଣ କୃଷକ ସଂଘରେ ଯାଇକି ଭୁବନେଶ୍ୱରରେ ରାସ୍ତା ଉପରେ ଥିଲି। ଯୋଉଦିନ ଅକ୍ଷୟ ବାବୁଙ୍କର ଅନଶନ ଥିଲା, ଏହା ନହେଲେ ମୋର ଭଙ୍ଗ ହବ ନାହିଁ, ସେଇଦିନ ତାଙ୍କୁ ପ୍ରତିଶ୍ରୁତି ପାଇଥିଲେ ଏବଂ ତାଙ୍କର ଏ ଯୋଉ ନିବାରଣ ହେଇଥିଲା। ଦିଲ୍ଲୀ ଯିବା ପାଇଁ ମତେ ଉତ୍ସାହ କରିଥିଲେ, କିନ୍ତୁ ମୋ ଦେହ ଅସୁସ୍ଥ, ମୁଁ ଯାଇପାରିନଥିଲି। କିନ୍ତୁ ସମସ୍ତେ ଲାଗିଛନ୍ତି ଯେ ଆମ ରତ୍ନାଙ୍ଗ ଛାଡ଼ିଗଲି। ଆମ ଏ ରତ୍ନାଙ୍ଗର ସ୍ୱତନ୍ତ୍ର ଗୋଟେ ଇଏ ରହିଛି, କାରିକାରେ ଅଛି। ଯେତେବେଳେ ଆମ ବରି ପାଲା ହଉଥିଲା, ଯେତେବେଳେ ନିରଞ୍ଜନ କରିଥିଲେ, ସେ କହିଲେ ରତ୍ନାଙ୍ଗର ରତ୍ନାଙ୍ଗ ସ୍ୱତନ୍ତ୍ର କାରିକାର ହେଇଛି। ରତ୍ନାଙ୍ଗର ଗୋଟେ କିଛି ମହତ୍ଵ ଅଛି, ତା ନଥିଲେ ରତ୍ନେଶ୍ୱର ମହାଦେବଙ୍କର ଏ କୃପା ନଥିଲେ ଆଜି ରତ୍ନାଙ୍ଗ ଚାଷୀମାନେ ଉନ୍ନତ ହେଇପାରିବେନି। ଚାଷ ଆଜ୍ଞା, ମୁଁ ବସୁନାହିଁ ଘରେ, ମତେ କହେ ନିମେ ବାବୁ କଲେ ସେଦିନ ତ ସେଠିକି ଯାଇଥିଲି, କହିଲେ ଭାଇ କ'ଣ ତମେ ସାଇକେଲରେ ଆସୁଛ? କ'ଣ କରି ଭାଇ, ସାଇକେଲ ନଚଲେ ମୁଁ ଅଚଳ ହେଇଯିବି। ଗୋଡ଼ ହାତ ପ୍ରୋବ୍ଲେମ ହେଲାଣି, ଏବେ ହାର୍ଟ ପ୍ରୋବ୍ଲେମ, ଆଉ କ'ଣ କରିବି? ଯାଇଥିଲି ଏଞ୍ଜିଓଗ୍ରାମ କଲା ପରେ ଗୋଟେ ବ୍ଲକେଜ ଦେଖାଉଛି, ତଥାପି ମୁଁ ମେଡିସିନ ଖାଉଛି। ଆଉ ମୋର ତ ମେଜର 4 ଥର, ପୋଷ୍ଟେଡ 2 ଥର, ଆଉ ଆଖି ଆପଣ ତ ଜାଣିଛନ୍ତି, ନିଜେ ଭୁକ୍ତଭୋଗୀ ଅଛନ୍ତି। ଆଉ କ'ଣ କହିବି? ନା ଧନ୍ୟବାଦ ଭାଇ, ଆପଣ ସାଇକେଲ ଆସୁଛନ୍ତି। ମୁଁ କହିଲି ମୁଁ ସାଇକେଲ ଯିବା ପାଇଁ ବାଧ୍ୟ ହେଉଛି, କାରଣ ମନ୍ଦିରକୁ ଯେତେବେଳେ ଆସୁଛି 2 ଥର, ଅନ୍ୟାନ୍ୟ ଗାଁରେ ଟିକେ ବୁଲୁଛି। ସେ ମତେ କହୁଛନ୍ତି ତମେ ଯୋଉଦିନ ସାଇକେଲ ଛାଡ଼ିଦେବ ସେଦିନ ଅଚଳ ଅବସ୍ଥାରେ ରହିବ। ଯାହା ହଉ ନା କାହିଁକି, ସମୟ କଟିବା ପାଇଁ ମୁଁ ଗୋଟେ ଡଙ୍ଗାର ପା ହେଇ 3 କିଲୋମିଟର ବିଲକୁ ଯାଉଛି। ଏଇ ବାବୁମାନଙ୍କୁ ପଚାରନ୍ତୁ, କ'ଣ କରିବି? ଯାଇ ଗୋଟେ ଗଛ ମୂଳେ ବସୁଛି, ସମୟ କେମିତି ଅତିବାହିତ ହବ, ଧାନଟା କେମିତି ହବ। କିନ୍ତୁ ଏଥର ବହୁତ ଆମେ ଲସ୍ କରିଛୁ ଆଜ୍ଞା। ପ୍ରଥମ ଚାଷୀ ଏ ଯୋଉ ବନ୍ୟା ଖାଇଦେଲା, ଗୋଟେ ହାଇ ଲେବଲ ଧାନ ଆଣିକି ବୁଣି ଦେଇଛୁ, ଯାହାଦ୍ୱାରା କି ଚାଷୀ ବହୁତ ଏ ପାଣି ବି ପକେଇଦେଲା। ଆସିଲା 3 ଦିନ ଆମ ବୋଉ କହିଲେ ଡୋନା ଆଉ ଆସିବା ପକେଇଦେବା କ'ଣ ଇଏ। ସେଦିନ ମୋ ଦେହ ଏତେ ଖରାପ ହେଲା, ମୁଁ ପଳେଇଲି। ତାପରେ ଆସିଲା ବେଳକୁ 2 ଦିନ ବିଜେଡି ସରକାର ଦଉଥିଲେ, 8 ଦିନ 15 ଦିନ। ବିଜେପି ସରକାର 2 ଦିନ ଡିକ୍ଲାର କରିଦେଲେ ଚାଷୀ ପକେଇ ପାରିବେ ଫସଲ କ୍ଷତି। ଆଜ୍ଞା ସବୁ କରିଲା ବେଳକୁ ଗଲେ ବେଳକୁ କହିଲେ ନା ହେଇପାରିବ, ସମୟ ନାହିଁ। ମୁଁ କହିଲା ମୁଁ ଆପଣଙ୍କ ଅଫିସକୁ ଆଉ ଆସିବିନି, ଆପଣଙ୍କ ଅଫିସକୁ ମୁଁ କେବେ ଆଉ ଆସିବି ନାହିଁ। ଏବେ ବି ହେଲା କ'ଣ, ପିସି ଉଠି ଯାଉଛି, କୋଉ ଜିନିଷର ପିସି ଲଗିଆ ହଉଛି, କାମ ନ ହଉଛି। କ'ଣ ଆପଣ କୋଉ କ୍ଷେତ୍ରରେ ଆପଣ ପଳେଇ ଆସୁଛନ୍ତି? ମୁଁ 3ଟା କେସରେ ପିସି ଦଉଛି, କିଏ ଜାଣିନାହାନ୍ତି? କ୍ୟାମେରା ଲାଗିଛି, ସବୁଥିରେ ଆଜ୍ଞା ଅଛି, ନଦେଲେ କାମ ହେଇପାରିବନି। କିନ୍ତୁ ଧନ୍ୟବାଦ ଦେବି ଆଉ ନିମେ ବାବୁଙ୍କୁ, ତାଙ୍କ ସାଙ୍ଗରେ ବି ପାଣି ନାହିଁ, ବର୍ଷାରେ ବୁଲିଥିଲି। ମୁଁ କହିଥିଲି ଦେଖନ୍ତୁ ଦେହ ଅସୁସ୍ଥ, ଆଜି ଦିନକୁ ମୁଁ ଆବସେଣ୍ଟ ରହିପାରିବି ନାହିଁ ବୋଲି କହିଥିଲି। ଆଉ 2 ଦିନ ମୁଁ ରହିପାରିବି। ବଡ଼ ଦୁଃଖର ବିଷୟ,
ଯିଏ ଆପଣ ଚିନ୍ତା କରନ୍ତୁ ଯିଏ ଦୀର୍ଘ ଦିନ ଯୋଉ ମାନେ ସଂଗ୍ରାମ କରିକି ରମାଦେବୀ ହଉ ଗୋପବନ୍ଧୁ ଚୌଧୁରୀ ହଉ ଯୋଉମାନେ କରିଦେଲେ ସେମାନଙ୍କର ସେ ସଂସ୍ଥା କେମିତି ରହିଛି କେମିତି ତଳକୁ ତଳକୁ ଅବନତି କରୁଛି ତାକୁ ଉଠେଇବା ପାଇଁ ତାକୁ କରିବା ପାଇଁ ଏ ଯୋଉମାନଙ୍କର ଉତ୍ସାହ ପ୍ରେରଣା ଆମେମାନେ ଆମ ଯୁବ ସମାଜ ଯଦି ତାଙ୍କୁ ଆମେ ସହଯୋଗ ନ କରିବା ତାହେଲେ ସେ ସମ୍ପୂର୍ଣ୍ଣ ହେବ କେମିତି? ତେଣୁକରି ସମସ୍ତଙ୍କୁ ମୋର ଅନୁରୋଧ କହିବାକୁ ଗଲେ ବହୁତ କିଛି କହିବା ଆଉ ଏତିକିରୁ ବିଦାୟ ଦେଉଛି ସମସ୍ତଙ୍କୁ ଧନ୍ୟବାଦ ଦେଉଛି।